ଜୟ ଜଗନ୍ନାଥ। ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା। ତିନୋଟି ପ୍ରସଙ୍ଗରୁ ସର୍ବଦା ଦୂରେଇ ରୁହନ୍ତୁ। ନିଜର ପ୍ରଶଂସା, ପରନିନ୍ଦା ଏବଂ ପରଦୋଷ ଦର୍ଶନ। ତିନୋଟି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ଈଶ୍ୱରଙ୍କ ସ୍ମରଣ, ଅନ୍ୟର ସମ୍ମାନ, ସ୍ୱଦୋଷ ଦର୍ଶନ। ତିନୋଟି କଥାକୁ ସର୍ବଦା ଆଚରଣରେ ଆଣନ୍ତୁ। ସତ୍ୟ, ଅହିଂସା, ଭଗବାନଙ୍କ ନାମ ଜପ। ତିନୋଟି ପ୍ରସଙ୍ଗରୁ ସର୍ବଦା ଦୂରେଇ ରୁହନ୍ତୁ। ପରଚର୍ଚ୍ଚା, ବାଦବିବାଦ, ନେତାଗିରି। ତିନି ଜଣଙ୍କୁ ସର୍ବଦା ଦୟା କରନ୍ତୁ। ପ୍ରଥମଟି ହେଉଛି ନାରୀ, ପାଗଳ, ବିପଥଗାମୀ ଲୋକ। ତିନୋଟିକୁ ଦୟା କରନ୍ତୁ ନାହିଁ। ନିଜ ପାପ, ଆଳସ୍ୟ, ଉଚ୍ଛୃଙ୍ଖଳତା। ତିନୋଟିକୁ ସବୁବେଳେ ଆୟତ୍ତ ରଖନ୍ତୁ। ମନ, ଜନନେନ୍ଦ୍ରିୟ, ଜୀବ। ତିନିଙ୍କର ସବୁବେଳେ ଅଧୀନରେ ରୁହନ୍ତୁ। ଭଗବାନ, ଧର୍ମ, ଶୁଦ୍ଧକୁଳାଚାର। ତିନୋଟିରୁ ସବୁବେଳେ ମୁକ୍ତ ରୁହନ୍ତୁ। ଅହଙ୍କାର, ମମତା, ଆସକ୍ତି। ତିନୋଟି ପ୍ରତି ମମତା କରନ୍ତୁ। ଈଶ୍ୱର, ସଦାଚାର, ଗରିବ। ତିନୋଟିକୁ ସର୍ବଦା ଭୟ କରନ୍ତୁ। ଅଭିମାନ, ଦମ୍ଭ, ଲୋଭ। ତିନୋଟିକୁ ସର୍ବଦା ହୃଦୟରେ ରଖନ୍ତୁ। ଦୟା, କ୍ଷମା, ବିନୟ। ତିନି ଜଣଙ୍କର ସମ୍ମୁଖରେ ସର୍ବଦା ବିନମ୍ର ରୁହନ୍ତୁ। ଗୁରୁ, ମାତା ଏବଂ ପିତା। ତିନିଙ୍କୁ ସର୍ବଦା ପ୍ରେମ କରନ୍ତୁ। ଈଶ୍ୱର, ଧର୍ମ ଏବଂ ଦେଶ। ତିନୋଟିର ସବୁବେଳେ ସେବନ କରନ୍ତୁ। ସନ୍ଥ, ସତ୍ଶାସ୍ତ୍ର, ପବିତ୍ର ଭୂମି। ତିନୋଟିକୁ ହୃଦୟରୁ ବାହାର କରିଦିଅନ୍ତୁ। ଆସକ୍ତି, ଶତ୍ରୁତା ଏବଂ ଈର୍ଷା। ତିନୋଟି ବ୍ରତ ନିଅନ୍ତୁ। ପର ସ୍ତ୍ରୀ ପ୍ରତି ଆସକ୍ତି ତ୍ୟାଗ, ଅନ୍ୟର ସମ୍ପତ୍ତିର ତ୍ୟାଗ, ଅସହାୟର ସେବା। ତିନୋଟି ବିଷୟରେ ଶଙ୍କା କରନ୍ତୁ ନାହିଁ। ଶାସ୍ତ୍ର ବଚନ, ଗୁରୁ ବଚନ ଏବଂ ଶୁଦ୍ଧ ମନର ପ୍ରେରଣା। ତିନି ଜଣଙ୍କର ଭରଣ ପୋଷଣ କରନ୍ତୁ। ମାତାପିତା, ପତ୍ନୀ, ସନ୍ତାନ ଏବଂ ଦୀନ ଦୁଃଖୀ। ତିନି ଜଣଙ୍କର ସଙ୍ଗ ତ୍ୟାଗ କରନ୍ତୁ। ନଷ୍ଟ ଚରିତ୍ର, ଜୁଆରୀ ଏବଂ ଅଧିକ ଗପୁଥିବା ବ୍ୟକ୍ତି। ତିନି ଜଣଙ୍କ ଠାରୁ ଦୂରେଇ ରୁହନ୍ତୁ। ନାସ୍ତିକ, ମାତାପିତା ଏବଂ ଗୁରୁଙ୍କ ଦ୍ରୋହୀ। ସନ୍ଥ ପୁରୁଷଙ୍କ ନିନ୍ଦୁକ ଠାରୁ। ତିନି ଜଣଙ୍କର ସ୍ଥିତି ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ବିଧବା ସ୍ତ୍ରୀ, ଅନାଥ ବାଳକ, ପରାଶ୍ରିତ ପ୍ରାଣୀ। ତିନୋଟି ଆବେଶର ବଶବର୍ତ୍ତୀ ହୁଅ ନାହିଁ। କ୍ରୋଧ,
କାମବାସନା, ଲୋଭ। 3 ଜଣଙ୍କୁ ସମ୍ମାନ କରନ୍ତୁ। ବୃଦ୍ଧ ବ୍ୟକ୍ତି, ବ୍ରାହ୍ମଣ ଏବଂ ନିର୍ଧନ। 3ଟିର ସର୍ବଦା ହୃଦୟରେ ଆଦର କରନ୍ତୁ। ଭଗବାନଙ୍କର ମୂର୍ତ୍ତି, ସନ୍ଥ ମହାତ୍ମା, ସତ୍ ଶାସ୍ତ୍ର। 3ଟି କାର୍ଯ୍ୟକୁ ଖୁବ୍ ମନ ଲଗାଇ କରନ୍ତୁ। ଭଜନ, ଭଗବାନଙ୍କ ଧ୍ୟାନ, ସତ୍ସଙ୍ଗ। 3ଟି କଥାରେ ସର୍ବଦା ଆଗ୍ରହ ରଖନ୍ତୁ। ସତ୍ୟର, ଧର୍ମର ଏବଂ ସତ୍ ଚରିତ୍ରର। 3 ଜଣଙ୍କୁ ଘୃଣା କରନ୍ତୁ ନାହିଁ। ରୋଗୀକୁ, ନିର୍ଧନକୁ ଏବଂ ନୀଚ ଜାତିର ଲୋକକୁ। 3ଟିକୁ ଘୃଣା କରନ୍ତୁ ନାହିଁ। ପାପକୁ, ଅଭିମାନକୁ ଏବଂ ମନର ମଳିମନତାକୁ। 3ଟି ସ୍ଥାନକୁ ଯାଆନ୍ତୁ ନାହିଁ। ବେଶ୍ୟାଳୟ, ଜୁଆଆଡ୍ଡା, ମଦଭାଟି। 3 ଜଣଙ୍କୁ ପରିହାସ କରନ୍ତୁ ନାହିଁ। ବିକଳାଙ୍ଗ, ବିଧବା କିମ୍ବା ଅନାଥ ଏବଂ ଦୀନ ଦୁଃଖୀ ପ୍ରାଣୀ। 3ଟି ମହାଶକ୍ତିର ଆଶ୍ରୟ ଗ୍ରହଣ କରନ୍ତୁ। ଭଗବାନଙ୍କ ଶରଣାଗତି, ଭଗବତ୍ କୃପା, ଆତ୍ମଶକ୍ତି। 3ଟି କଥାକୁ ଦେଖନ୍ତୁ। ନିଜର ଦୋଷ, ଅନ୍ୟର ଗୁଣ, ମହାତ୍ମାମାନଙ୍କ ତ୍ୟାଗପୂର୍ଣ୍ଣ ଆଚରଣ। 3 ପ୍ରକାର ବାଣୀ କୁହନ୍ତୁ। ସତ୍ୟ, ହିତକାରୀ ଏବଂ ମଧୁର। ଆଶା କରୁଛି ଆପଣମାନଙ୍କୁ ମୋର ଏହି 3ଟି ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖୁଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।